ବର୍ତ୍ତମାନ ସରକାରଙ୍କ ତରଫରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ଅଧିକାରୀମାନେ ଘରକୁ ଘର ଯାଇ ଏହି ଜିନିଷଗୁଡ଼ିକ ଆପଣଙ୍କ ଘରେ ଅଛି କି ନାହିଁ ଚେକ୍ କରୁଛନ୍ତି। ସବୁକିଛି ତଦାରଖ କଲା ପରେ ଆପଣଙ୍କର ରିପୋର୍ଟକୁ ଅଧିକାରୀମାନେ ସରକାରଙ୍କ ନିକଟକୁ ପଠାଇବେ। ସରକାରଙ୍କ ନିଷ୍ପତ୍ତି କ୍ରମେ ଆପଣମାନଙ୍କୁ ଘର ମିଳିବ ନା ଘର ମିଳିବନି। ଆପଣଙ୍କ ଘରକୁ ଯେଉଁ ବର୍ତ୍ତମାନ ଅଧିକାରୀମାନେ ଆସିବେ, କ'ଣ ସବୁ ଯାଞ୍ଚ କରିବେ, କେଉଁ ଜିନିଷ ଗୁଡ଼ିକ ପ୍ରତି ଆପଣମାନଙ୍କର ନଜର ରହିବା ଦରକାର, ଆଉ ଆପଣମାନେ ପୂର୍ବରୁ ଜାଣିଗଲେ ଆପଣମାନଙ୍କ ପାଇଁ ଭଲ। ତ ଅଧିକାରୀମାନେ ଯାହା ବି ପ୍ରଶ୍ନ କରିବେ, ଯାହା ବି ଆପଣମାନଙ୍କର ଚେକ୍ କରିବେ, ଆପଣମାନେ ପୂର୍ବରୁ ଜାଣନ୍ତୁ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଦେଖନ୍ତୁ, ଯାହାଫଳରେ ଆପଣ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ତ କହି ରଖିବି, ପ୍ରଥମ କରି ଯଦି ଆପଣମାନେ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି, ପ୍ରଥମ କରି ଭିଡ଼ିଓଟିକୁ ଦେଖୁଛନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁ। 1 ନମ୍ବରରେ ପକ୍କା ଘର ଯାଞ୍ଚ। ଦେଖନ୍ତୁ, ଯଦି ଆବେଦନକାରୀଙ୍କର ପୂର୍ବରୁ କୌଣସି ପକ୍କା ଘର ଅର୍ଥାତ୍ କଂକ୍ରିଟ ଛାତ ଥାଏ, ତେବେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘର ପାଇବା ପାଇଁ ବଞ୍ଚିତ ରହିବେ। ପକ୍କା ଘର ଥିଲେ ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇପାରିବେନି, କିନ୍ତୁ ଗୋଟିଏ କଣ୍ଡିସନରେ ପକ୍କା ଘର ଥିଲେ ବି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ। ଯଦି ଆପଣମାନେ ଆପଣଙ୍କ ପରିବାର ଠାରୁ ଅଲଗା ରହିଛନ୍ତି, ଆପଣମାନଙ୍କର ରେସନ କାର୍ଡ଼ ଅଲଗା ରହିଛି, ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଯୋଗ୍ୟତା ମାନଦଣ୍ଡ ଭିତରେ ଆସୁଛନ୍ତି, ତାହେଲେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ, ପକ୍କା ଘର ଥିଲେ ବି। 2 ନମ୍ବରରେ ଫଟୋଗ୍ରାଫି। ଦେଖନ୍ତୁ, ଭେରିଫିକେସନ୍ ଟିମ୍ ଜିଓ ଟ୍ୟାଗ୍ ଆପ୍ ସାହାଯ୍ୟରେ ବର୍ତ୍ତମାନର ଘରର ସାମ୍ନା ଏବଂ ଭିତର ପାର୍ଶ୍ୱର ଲାଇଭ୍ ଫଟୋ ଉଠାଇ ଅପଲୋଡ଼ କରିବେ। 3 ନମ୍ବରରେ କଚ୍ଚା ଘର ଅର୍ଥାତ୍ ମାଟି ଘର। ଆବେଦନକାରୀ ପ୍ରକୃତରେ ମାଟି ଘର, ଚାଳ ଘର ବା ଆଜବେଷ୍ଟ ଟିଣ ଛପର ଥିବା ଭଙ୍ଗା ଦଦରା ଘରେ ରହୁଛନ୍ତି କି ନାହିଁ ତାହା ଦେଖାଯିବ। 4 ନମ୍ବରରେ ଗାଡ଼ି ଓ ଯନ୍ତ୍ରପାତି ମଧ୍ୟ ଯାଞ୍ଚ କରାଯିବ। ଆପଣଙ୍କ ଘରେ କ'ଣ ଗାଡ଼ି ଆଉ ଯନ୍ତ୍ରପାତି ରହିଛି। ଦେଖନ୍ତୁ, ପରିବାରରେ କୌଣସି ବ୍ୟବସାୟିକ 3 ଚକିଆ ବା 4 ଚକିଆ ଗାଡ଼ି, ଯେମିତିକା ଆପଣମାନଙ୍କର କାର୍, ଟ୍ରାକ୍ଟର, ପାୱାର ଟିଲର ଥିଲେ, ଦେଖନ୍ତୁ ନୂଆ ନିୟମରେ ସାଧାରଣ ବ୍ୟକ୍ତିଗତ ମୋଟର ସାଇକେଲ ଥିଲେ ଛାଡ଼ ମିଳୁଛି। 5 ନମ୍ବରରେ ଆୟ ସୀମା। ଦେଖନ୍ତୁ, ନୂଆ ନିୟମ ଅନୁଯାୟୀ ପରିବାରର ମାସିକ ଆୟ 15,000 ଟଙ୍କାରୁ ଅଧିକ ହୋଇନଥିବା ଦରକାର। ଯଦି କୌଣସି ସଦସ୍ୟଙ୍କ ଆୟ ଏହାଠାରୁ ଅଧିକ, ତେବେ ସେମାନେ ଅଯୋଗ୍ୟ ବିବେଚିତ ହେବେ, ପ୍ରଧାନମନ୍ତ୍ରୀ ଆବାସ ଘର ପାଇପାରିବେ ନାହିଁ। 6 ନମ୍ବରରେ କେସିସି କାର୍ଡ଼ ଅର୍ଥାତ୍ କିଷାନ କ୍ରେଡିଟ୍ କାର୍ଡ଼। ଯଦି କାହା ପାଖରେ 50,000 ଟଙ୍କା ବା ତାଠାରୁ ଅଧିକ ଲିମିଟ୍ ଥିବା କିଷାନ କ୍ରେଡିଟ୍ କାର୍ଡ଼ ଥାଏ, ତାହେଲେ ପ୍ରଧାନମନ୍ତ୍ରୀ ଆବାସ ଘର ଆପଣମାନେ ପାଇପାରିବେ ନାହିଁ। 7 ନମ୍ବରରେ ସରକାରୀ ଚାକିରି। ଦେଖନ୍ତୁ, ପରିବାରର କୌଣସି ସଦସ୍ୟ ସରକାରୀ ଚାକିରି କରୁଥିଲେ ବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିଲେ, ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ। ଯଦି ଆପଣମାନେ ଆବେଦନ କରିଦେଇଛନ୍ତି, ତାହେଲେ ଆପଣମାନଙ୍କୁ ଆବାସ ଘର ମିଳିବ ନାହିଁ। ଯାଞ୍ଚ ସମୟରେ ଆପଣମାନଙ୍କର ନାମ କଟିଛି। 8 ନମ୍ବରରେ ବ୍ୟବସାୟ। ଦେଖନ୍ତୁ, ସରକାରଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିବା କୌଣସି ଅଣକୃଷି ଶିଳ୍ପ ବା ବଡ଼ ବ୍ୟବସାୟ ଥିଲେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିପାରିବ ନାହିଁ। 9 ନମ୍ବରରେ ଟିକସଦାତା। ଦେଖନ୍ତୁ, ପରିବାରର କୌଣସି ସଦସ୍ୟ ଯଦି ଆୟକର ଅର୍ଥାତ୍ ଇନକମ୍ ଟ୍ୟାକ୍ସ କିମ୍ବା ବୃତ୍ତିଗତ କର ଅର୍ଥାତ୍ ପର୍ସନାଲ ଟ୍ୟାକ୍ସ ଦେଉଥାନ୍ତି, ତାହେଲେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିପାରିବ ନାହିଁ। 10 ନମ୍ବରରେ ଘରୋଇ ଉପକରଣ। ଦେଖନ୍ତୁ, ପୂର୍ବରୁ ଫ୍ରିଜ୍ ଥିଲେ ବାଦ୍ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଏଥିରେ କିଛିଟା କୋହଳ କରାଯାଇଛି। ଏବେ ଏସି ଥିଲେ କାଟି ଦିଆଯାଉଛି। ଫ୍ରିଜ୍ ଥିଲେ ଆପଣମାନଙ୍କର କୌଣସି ଅସୁବିଧା ହେବ ନାହିଁ। ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇପାରିବେ,
କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କ ଘରେ ଯଦି ଏସି ରହିଥିବ ତାହେଲେ ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇପାରିବେ ନାହିଁ। 11 ନମ୍ବରରେ ଜମିର ପରିମାଣ ମଧ୍ୟ ଯାଞ୍ଚ କରାଯିବ। ଦେଖନ୍ତୁ ଆବେଦନକାରୀଙ୍କ ନାମରେ 2.5 ଏକରରୁ ଅଧିକ ଜଳସେଚିତ ଜମି କିମ୍ବା 5 ଏକରରୁ ଅଧିକ ଅଣଜଳସେଚିତ ଜମି ଥିଲେ ପ୍ରଧାନମନ୍ତ୍ରୀ ଆବାସ ଘର ଆପଣମାନେ ପାଇପାରିବେ ନାହିଁ। 12 ନମ୍ବରରେ ଜମି ପଟ୍ଟା ଯାଞ୍ଚ କରାଯିବ। ଦେଖନ୍ତୁ ଆବାସ ଯୋଜନା ଘର ତିଆରି କରିବା ପାଇଁ ନିଜ ନାମରେ ବା ପରିବାର ନାମରେ ଜମିବାଡ଼ିର କାଗଜପତ୍ର ବା ରେକର୍ଡ ଅଫ ରାଇଟ୍ ଯୋଉଟାକି ROR ର ତଥ୍ୟ ଗୁଡ଼ିକ ଯାଞ୍ଚ କରାଯିବ। 13 ନମ୍ବରରେ ଆଧାର କାର୍ଡକୁ ଯାଞ୍ଚ କରିବେ ହିତାଧିକାରୀ ମାନେ। ପରିବାରର ସଦସ୍ୟଙ୍କ ଆଧାର କାର୍ଡର ଯେଉଁ ତଥ୍ୟ ଗୁଡ଼ିକ ରହିଛି ସେ ତଥ୍ୟ ଗୁଡ଼ିକ ତନ୍ନ ତନ୍ନ କରି ଯାଞ୍ଚ କରାଯିବ। ଯଦି ଆପଣମାନଙ୍କର ତଥ୍ୟ ଗୁଡ଼ିକ ମିସମ୍ୟାଚ୍ ହେଇଯାଉଛି ତାହେଲେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିପାରିବ ନାହିଁ। 14 ନମ୍ବରରେ ରାସନ କାର୍ଡ ଏବଂ ଜବ୍ କାର୍ଡକୁ ଯାଞ୍ଚ କରାଯିବ। ଦେଖନ୍ତୁ ଆପଣମାନଙ୍କର ରାସନ କାର୍ଡରେ ଆପଣଙ୍କର ନାମ ଅଛି କି ନାହିଁ, ଆପଣଙ୍କର ରାସନ କାର୍ଡ ସେପାରେଟ କି ଜଏଣ୍ଟ ଫ୍ୟାମିଲି ମଧ୍ୟରେ ରହିଛି ସେଟା ମଧ୍ୟ ଚେକ୍ କରାଯିବ। କିଛି ହିତାଧିକାରୀ ମାନେ ରାସନ କାର୍ଡ ନଥାଇ ବି ଆବେଦନ କରିଦେଇଛନ୍ତି, ତାଙ୍କର ବି ପ୍ରଶ୍ନ ରହିଥିବ ଯେ ରାସନ କାର୍ଡ ଆମର ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ କି ନାହିଁ। ଦେଖନ୍ତୁ ରାସନ କାର୍ଡ ଯଦି ନାହିଁ ତାହେଲେ ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କେହି ରାସନ କାର୍ଡ ଅଲଗା କରିକି ମଧ୍ୟ ଆବେଦନ କରିଛନ୍ତି ତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ କି ନାହିଁ। ଦେଖନ୍ତୁ ଯଦି ଆପଣମାନଙ୍କର ରାସନ କାର୍ଡ ପରିବାରଠୁ ଅଲଗା କରିଦେଇଛନ୍ତି, ଜଏଣ୍ଟରେ ଥିଲା ବର୍ତ୍ତମାନ ଆପଣ ଅଲଗା କରିକି ଆବେଦନ କରିଦେଇଛନ୍ତି, ଯଦି ଆପଣ ଯୋଗ୍ୟତା ମାନଦଣ୍ଡ ଭିତରେ ରହିଥିବେ ତାହେଲେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିପାରିବ। ତାପରେ ଜବ୍ କାର୍ଡ ଆପଣମାନଙ୍କର ଯାଞ୍ଚ କରାଯିବ। ଆପଣମାନଙ୍କର ଜବ୍ କାର୍ଡଟି ଅପଡେଟ୍ କରେଇଛନ୍ତି କି ନାହିଁ, EKYC କରେଇଛନ୍ତି କି ନାହିଁ, ଏସବୁ ଆପଣମାନଙ୍କର ଯାଞ୍ଚ ହେବ। 15 ନମ୍ବରରେ ବ୍ୟାଙ୍କ ପାସବୁକ୍ ଯାଞ୍ଚ କରାଯିବ। ଦେଖନ୍ତୁ ଟଙ୍କା ସିଧାସଳଖ ଖାତାକୁ ଆସିବା ପାଇଁ ଆକ୍ଟିଭ ଥିବା ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଯାଞ୍ଚ କରାଯିବ। ସେଥିରେ ଡେବିଟ୍ ସକ୍ରିୟ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ। 16 ନମ୍ବରରେ ବିଧବା କିମ୍ବା ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ମହିଳାଙ୍କୁ ପ୍ରାଥମିକତା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଏହି ହିତାଧିକାରୀ ମାନେ ହିଁ ରହିବେ। 17 ନମ୍ବରରେ ଜାତି ପ୍ରମାଣପତ୍ର ଯାଞ୍ଚ କରାଯିବ। ଯଦି ଆପଣ SC କିମ୍ବା ST କିମ୍ବା OBC ବର୍ଗରୁ ଆବେଦନ କରିଛନ୍ତି ଆପଣମାନଙ୍କର ଜାତି ପ୍ରମାଣପତ୍ରକୁ ମଧ୍ୟ ଯାଞ୍ଚ କରିବେ ଅଧିକାରୀ ମାନେ। 18 ନମ୍ବରରେ ଭୂମିହୀନ କିମ୍ବା ଅତି ଗରିବ ଅସହାୟ ପରିବାରଙ୍କୁ ସର୍ବେ ପ୍ରଥମେ ଅଗ୍ରାଧିକାର ମିଳିବ। 19 ନମ୍ବରରେ ଭିନ୍ନକ୍ଷମ ସଦସ୍ୟ ଥିବା ପରିବାର 40%ରୁ ଅଧିକ ଅକ୍ଷମତା ପ୍ରମାଣପତ୍ରର ଆବଶ୍ୟକତା ରହିବ ଯଦି ଆପଣମାନେ ଭିନ୍ନକ୍ଷମତା ଅପସନଟିକୁ ସିଲେକ୍ଟ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରିବାରରୁ ଅଲଗା ହୋଇ ରହୁଥିବା ପୁଅ ଯଦି ସେମାନଙ୍କର ନିଜସ୍ୱ ରୋଜଗାର କମ୍ ଏବଂ ଅଲଗା ରହୁଛନ୍ତି ସେମାନଙ୍କୁ ମଧ୍ୟ ଘର ମିଳିବ।